ନିରୁପାୟ ନିରୁପାୟ ଅଛି ରାଜମାତା ଗାନ୍ଧାରୀ। ଦିନକୁ ଦିନ ବଢିବାରେ ଲାଗିଛି କପଟ ବିଶ୍ୱାସଘାତକତା। ରାଜ୍ୟ ଧନ ସିଂହାସନ ପାଇଁ ମାନି ଦୁର୍ଯ୍ୟୋଧନଟା ନ ମାନୁଛି ପିତା ମାତା ଗୁରୁ ଗୁରୁଜନ କାହାର ବଚନ। ମନେ ପର ଜାଗୁଛି ସନ୍ଦେହ, ନିଶ୍ଚୟ ଦିନେ କିଛି ଘଟିବ ଘଟଣା। ନିଶ୍ଚୟ ଦିନେ କିଛି ଘଟିବ ଘଟଣା। ସନ୍ଦେହଟା ବେଳେ ବେଳେ ସତରେ ପରିଣତ ହୁଏ ନାନି। এই ଜିଭାରେ ବିଷ ଅଛି, ଅମୃତ ମଧ୍ୟ ଥାଏ। ରସନକୁ ସଂଯୋଗ ନ କଲେ ଟାଣି ନିଏ ମୃତ୍ୟୁର ପାଖକୁ। ଏକଥା ତୁ କାହାକୁ କହୁଛୁ? ତୋ ଜ୍ୟେଷ୍ଠ ପୁତ୍ର ମାନେ ଦୁର୍ଯ୍ୟୋଧନକୁ। ମିଶି ଖେଳୁଥିଲେ ଖେଳନା ଏକ ସାତ ପଞ୍ଚଭାତ। হারি দুর্যোধন ধিকারি বচন, হারি দুর্যোধন ধিকারি বচন কহিলা গণপুত্র। বারম্বার কহিলা রাজা রাজা কহিলানি তব ভূত। অসহায় হেউতি কণ্ঠ বাক্য তার, অসহায় হেউতি কণ্ঠ বাক্য তার, হরারি বতাব। କରୁଛି ଶାସନ କରି ବିକାଶ ଆଉ ଦିନଟି ଜାଗ୍ରତ। ଭାତୃଦଣ୍ଡ ଦିନେ ବଢ଼ି ଯିବ କରି, ଭାତୃଦଣ୍ଡ ଦିନେ ବଢ଼ି ଯିବ କରି ଆଶା ଧରିବେ ମହତ। ଚୁପ କର କହୁଛି। ମୋ ପୁତ୍ର ମଧ୍ୟ ମୋ ପୁତ୍ର ମାନଙ୍କୁ ବହୁତ କହିଛି କଟୁ ବାକ୍ୟ। ବୋଲେ କୋ ପୁତ୍ର ମାନେ କହି କଣ କବଳି ଯାଇଛି ମୋ ଠାରେ ତାଙ୍କର। ଖାଲି କହିଛି ନୁହଁ, ଉତ୍ତର ଦିଅ। କାହିଁକି ପ୍ରଥର ଧର୍ମନୀତି କରିଲ ଲଙ୍ଘନ? ତୋ ପୁତ୍ର ମାନେ ଦୁର୍ଯ୍ୟୋଧନ କାହିଁକି କାହିଁକି କହନାନି? କାହିଁକି ମୋ ମଥାରେ ଆଜି ଲାଞ୍ଛନର କଳଙ୍କ ଟୀକା? କହନାନି, ଉତ୍ତର ଦିଅ। ସେଥିପାଇଁ ମୁଁ ତାକୁ ବହୁତ କରିଛି ବାରଣ କୁତି। ହେଲେ ମାନେ ଦୁର୍ଯ୍ୟୋଧନଟା ନ ମାନୁଛି ପିତା ମାତା ଗୁରୁ ଗୁରୁଜନ କାହାର ବଚନ। ସେଥିପାଇଁ ତୁମେ ହିଁ ଦାୟୀ। ତୁମେ କୁତି କଥା ଦେଇଥିଲ ମୋ ପୁତ୍ର ଯୁଧିଷ୍ଠିର ବଡ ହେଲେ ଦେବ ହସ୍ତିନାର ରାଜ ସିଂହାସନ। ହେଲେ କାହିଁକି ନ ଦେଇ ବସିଛ ନିରବେ? କେଉଁ ଅଧିକାରରେ? କୁତି ତୁ ଏକର ସବୁ କହିଯାଉଛୁ କୁତି। କିନ୍ତୁ ଗୋଟେ କଥା ମନେ ରଖ ଅନ୍ଧୁଣୀ ଗାନ୍ଧାରୀ। ଯଦି ମୋ ପୁତ୍ରକୁ ନ ଦେବ ହସ୍ତିନାର ରାଜ ସିଂହାସନ ବସାଇବ ଦୁର୍ଯ୍ୟୋଧନ, ତାହେଲେ ସୃଷ୍ଟି ହେବ ଭାତୃଦଣ୍ଡ ରକ୍ତର ସମର। ଆଉ ବିଶ୍ୱାସଘାତକତାର ନେବି ଚରମ ପ୍ରତିଶୋଧ। ଚରମ ପ୍ରତିଶୋଧ। ସବୁ ଜାଣିଛି ମୁଁ। ଏଇ ମାନି ଦୁର୍ଯ୍ୟୋଧନ ଲାଗି, ଏଇ ମାନି ଦୁର୍ଯ୍ୟୋଧନ ଦିନେ ଭାତୃଦଣ୍ଡ ଚଳି ଉଠିବ ହସ୍ତିନା କଟକେ ରକ୍ତର ନିଆଁ। ଆଉ ଚାଳିଦେବ କୁନ୍ତି, ଚାଳିଦେବ ସୁଖ ଶାନ୍ତି ମତ ଐଶ୍ୱର୍ଯ୍ୟ ଏ ହସ୍ତିନା କଟକ। ଏ ହସ୍ତିନା କଟକଟ କେବଳ ମୋର ମା। ଏ ମହାମାନି ମାନ ଗୋବିନ୍ଦ ଦୁର୍ଯ୍ୟୋଧନର। ଏ ହସ୍ତିନା କଟକଟା ଆଗରୁ ତୋର ନଥିଲା କି ଏବେ ମଧ୍ୟ ନାହିଁ, ଆଉ ଭବିଷ୍ୟତ ମଧ୍ୟ ତୋର ହୋଇନପାରେ ଦୁର୍ଯ୍ୟୋଧନ। କାହିଁକି ନୁହଁ କାହିଁକି? ଦୁର୍ଯ୍ୟୋଧନ ଏ ହସ୍ତିନାର ମହାରାଜା ପିତା ଧୃତରାଷ୍ଟ୍ର, ଏଣୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଏ ମାନେ ଦୁର୍ଯ୍ୟୋଧନ। ଏ ହସ୍ତିନା କଟକଟ
ମୋର ନ୍ୟାଯ୍ୟ ଅଧିକାର। ନାଇଁ ଦୁର୍ଯ୍ୟୋଧନ, ମା ଅଧିକାରଟା କିଏ କାହାକୁ କେବେ ମାଗିଲେ ତୁ ନାଇଁ ଦୁର୍ଯ୍ୟୋଧନ। ମା ଆଉ ତତେ ଦେବାଟା ସମ୍ପୂର୍ଣ୍ଣ ଅସମ୍ଭବ। ମା ଦୁର୍ଯ୍ୟୋଧନ, ସବୁ ପରେ ବି ଗୋଟାଏ କଥା ମନେ ରଖିଥିବୁ ଦୁର୍ଯ୍ୟୋଧନ, ଏ ରାଜ୍ୟର ରାଜା ଥିଲେ ରାଜା ପାଣ୍ଡୁ, ତେଣୁ ପାଣ୍ଡବମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ହସ୍ତିନାକଟରେ। ନାଇଁ ମହାରାଜ, ସେ ଚାରୋଜ ପାଣ୍ଡବ ନୁହନ୍ତି, ଦାଦା ପାଣ୍ଡୁଙ୍କର ପୁତ୍ର। ଦୁର୍ଯ୍ୟୋଧନ, ତେଣୁ କରି ହସ୍ତିନାକଟରେ ନାହିଁ ସେ ଚାରୋଜ ପାଣ୍ଡବ ମାନଙ୍କର ତିଳେ ମାତ୍ର ଅଧିକାର। ଚୁପ୍ କର ଦୁର୍ଯ୍ୟୋଧନ, ଚୁପ୍ କର। ମା ଚାରଜ କହି ସେ ପାଣ୍ଡବମାନଙ୍କୁ ଚାରଜ କହି ହରା ନାହିଁ ତୋହର ସମ୍ମାନ। ମା କେଉ ଅଛି ତତେ ମୁଁ ସତର୍କରେ, ରାଜ୍ୟ ଧନ ନ ଧରିବୁ ହାତରେ। ତତେ ମୁଁ ସତର୍କରେ, ରାଜ୍ୟ ଧନ ନ ଧରିବୁ ଦୁନିଆ କହିବ ବିଶ୍ୱାସଘାତକ, ଦୁନିଆ କହିବ ବିଶ୍ୱାସଘାତକ, ନ ଯାଅ ତୁ ନର୍କ ପଥରେ, ଦେଉ ଅଛି ତତେ ମୁଁ ସତର୍କରେ। ମାନବର ଗିର ପବିତ୍ର ଅନ୍ତର, ମାନବର ଗିର ପବିତ୍ର ଅନ୍ତର, ସେଥିପାଇଁ ବୁଦ୍ଧୁ ଚିନ୍ତାରେ, ଦେଉ ଅଛି ତତେ ମୁଁ ସତର୍କରେ। ନାଇଁ ମହାରାଜ, ଦୁର୍ଯ୍ୟୋଧନ, ସବୁ ପରେ ଗୋଟାଏ କଥା ମନେ ରଖିଥିବୁ ଦୁର୍ଯ୍ୟୋଧନ, ଏ ରାଜ୍ୟର ରାଜା ଥିଲେ ରାଜା ପାଣ୍ଡୁ, ଆଚ୍ଛା ତେଣୁ ପାଣ୍ଡବମାନଙ୍କର ସମ୍ପୂର୍ଣ୍ଣ ରହିଛି ନ୍ୟାଯ୍ୟ ଅଧିକାର। ମା ହଁ ଦୁର୍ଯ୍ୟୋଧନ, ଏ ପାଣ୍ଡବମାନଙ୍କର ସମ୍ପୂର୍ଣ୍ଣ ରହିଛି ନ୍ୟାଯ୍ୟ ଅଧିକାର। ମା ଆଉ ଯୁଧିଷ୍ଠିର ରାଜା ହବ ଏ ହସ୍ତିନାକଟକେ। ହଁ ଦୁର୍ଯ୍ୟୋଧନ, ସବୁବେଳେ ସଦା ସର୍ବଦା ମନେ ରଖିଥିବୁ, ଯୁଧିଷ୍ଠିର ରାଜା ହବ ଏ ହସ୍ତିନାକଟକେ। ମା ମା ଏକ ଶତ ପଞ୍ଚ ଭ୍ରାତ। ସେ ଚାରୋଜ ପାଣ୍ଡବ ଭୀମଠା ମୋତେ ଦେଇଛି ଚରମ ଅପମାନ। କୋଲାକ ପୁତ୍ର କହି ଜାଳି ଦେଇଛି ବକ୍ଷକୁ ମୋହର। ନେବି ସେ ଚାରୋଜ ପାଣ୍ଡବଙ୍କ ଠାରୁ ଚରମ ପ୍ରତିଶୋଧ, କାରଣ ମୋ ମହାମଣି ମାନ ଗୋବିନ୍ଦ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ। ବାବା ଦୁର୍ଯ୍ୟୋଧନ ରେ ବାବା ଖାଲି କଥାରେ ପେଟ ପୁରେ ନାହିଁ ରେ ଦୁର୍ଯ୍ୟୋଧନ। ବୁରୋଚନ ପଣ୍ଡା, ଖାଦ୍ୟ ଖାଇଲେ ସିନା ପେଟ ପୁରେ। ବୁରୋଚନ ପଣ୍ଡା, ତୁମେ କଣ କହିବାକୁ ଚାହୁଁଛ? ବାବା ବୁରୋଚନ ପଣ୍ଡା, ଦିବା ସ୍ୱପ୍ନ ଦେଖିଲେ କେବେ ଲୋକ ବଡ ହୋଇପାରେନି। ବଳେ ବଳେ କୌଶଳ ଯଦି ଧନ ଉପାର୍ଜନ କରିପାରିଲୁ, ତାହେଲେ ନିଶ୍ଚୟ ହେବୁ ବଡ ଲୋକ। ତେବେ କୁହ ବୁରୋଚନ ପଣ୍ଡା, କିପରି ଧ୍ୱଂସ କରିବି ସେ ଚାରୋଜ ପାଣ୍ଡବ ଭୀମଠା? କୁହ ବୁରୋଚନ ପଣ୍ଡା, କୁହ। ବାବା ଦୁର୍ଯ୍ୟୋଧନ, ବୁରୋଚନ ପଣ୍ଡା, ଆରେ ମୁଁ କହିବା ଆଗରୁ କଥାଟା ଟିକେ ମଗଜରେ ପୁରେଇକି ଭାବିକି ଦେଖେ ଦୁର୍ଯ୍ୟୋଧନ। ଆରେ ବାବାରେ, ଆରେ ଗଛର ମୂଳଟା ଥିଲା ପର୍ଯ୍ୟନ୍ତ, ଗଛର ମୂଳ ସେଥିରେ ଡାଳ ପତ୍ର ଫଳ ଫୁଲ ସବୁ ଭରି ରହିଥାଏ। ଆଉ ଗଛର ମୂଳଟାକୁ କାଟିବାକୁ ହେଲେ ଉରାଡିରେ ଧାରଟା ଥିବା ଦରକାର ରେ ଦୁର୍ଯ୍ୟୋଧନ। ତା ମାନେ ବାବା ବୁରୋଚନ ପଣ୍ଡା, ଶତ୍ରୁକୁ ମିତ୍ରତା କଲେ ତୁ ଯାଇ
ଜିଣିବୁ ସମରେ। ତା ମାନେ କଣ ପୁରୋଚନ ପଣ୍ଡା? ଆରେ କ୍ରୋଧରେ ନ ହୋଇ ଅନ୍ଧ କର ସମାଧାନରେ। ମମତା ଦେଇ ନ ରଖ ତୁ ଆବଧିରେ। ରାଜ୍ୟରେ ଦେଇ ନ ବିଷ ପରିବାର ତାଙ୍କୁ ବିନାଶ। ହୋଇବ ଆଶା ପୂରଣ ହୋଇବୁ ରାଜନରେ। ନଥିବ ଭୀମ ପ୍ରବଳ ନ କରିବ ଗୋଳମାଳ। ଲୁଚିବେ ଆତେ ପଣ୍ଡୁଙ୍କ ନନ୍ଦନରେ। ତୁମେ ଠିକ କହିଛ ପୁରୋଚନ ପଣ୍ଡା। ବାବା ଦୁର୍ଯ୍ୟୋଧନ କଳେ ବଳେ କୌଶଳେ ধ্বংস କରିବି ସେ ଶତ୍ରୁ ବୃକୋଧର। ତାପରେ କପଟ ଚକ୍ରାନ୍ତ କରି ବିନାଶିବି ଅନ୍ୟ ଚାରି ଭ୍ରାତେ। ହଁ ଅନ୍ୟ ଚାରି ଭ୍ରାତେ। ତୁ ଠିକ କହିଛୁ। ମୁଁ ବି ତତେ ଏଥିରେ ସାହାଯ୍ୟ କରିବି ରେ ବାବା ଦୁର୍ଯ୍ୟୋଧନ। ପୁରୋଚନ- ନିଶ୍ଚୟ ସାହାଯ୍ୟ କରିବି। ପୁରୋଚନ ପଣ୍ଡା ହଁ ସାହାଯ୍ୟ କରିବି ବାବା। ନଇଲେ ମୋ ନାଁ ପରା ପୁରୋଚନ। ମୋ ନାଁ ପୁରୋଚନ। ପୁରୋଚନ ପଣ୍ଡା ସେଇ କାଢ ନ ପାଇଲା ସିଧା ଟେକି ଦେବି ଠେଲି ଦେବି। ଭାଇ ଭାଇ ଏ ଦେଖି ପାରୁଛ ଭାଇ ସେ ଜାଣୁ ଭିଡ଼ ବଢି ଆସୁଛି ଦ୍ରୁତ ଗତି ପରି। ଦେଖ ଭାଇ ଦେଖ। ଏ ଦୁଷା ଆରେ ଭୀମ ଆସୁଛି। ଭୀମ ଆସୁଛି। ମତେ ଲାଗୁଛି ନିଶ୍ଚୟ କିଛି ଗୋଟେ ହେବ ଘଟଣା। ରେ ବାବା ଦୁର୍ଯ୍ୟୋଧନ। ପୁରୋଚନ ପଣ୍ଡା ରେ ବାବା ଦୁଃଶାସନ। ପୁରୋଚନ ଇରେ ତୁମେ ଏଥିପାଇଁ ଜମା ଚିନ୍ତା କରନି। ଜମା ଚିନ୍ତା କରନି ବାବା। ପୁରୋଚନ ଗୋଟେ କଥା ମନେ ରଖିଥିବ। ଆରେ ବାବା ମିଠା କଥାଟା ଗୋଟେ ବଡ ଧାରୁଆ ଅସ୍ତ୍ର। ଏଇ କଥାଟା ଯେମିତି ମନେ ରଖିଥିବ। ବାବା ଦୁର୍ଯ୍ୟୋଧନ ମୁଁ ଏବେ ଆସୁଛି ରେ ବାବା। ମୁଁ ଆସୁଛି ମନେ ରଖିଥିବ। ଭାଇ ତୁଷା ଭାଇ ଚିନ୍ତା ଭର୍ଛ ନ କର ଦୁଷା। ଆଜି ରଜନୀଟା ହେବ ସେ ଯାର ପାଣ୍ଡବ ଭୀମଟାର ଶେଷ ଦିନରେ ଦୁଷା। କିନ୍ତୁ କିପରି ଭାଇ? ବିଷ ବିଷରେ ଦୁଷା ବିଷ। কপট কৌশল চক্রান্ত করি সে যার ভীমটাকু দেবাকু হেব বিষ। কিন্তু কিপরি ভাই? ভাই চিন্তা ভর্ছ ন কর তুষা। যেমিতি হেলে বুঝাই সুঝাই সে ভীমটাকু ଆମକୁ ଦେବାକୁ ହେବ ବିଷ। ତାପରେ ନଥିବ ବାଂଶ ନା ନ ବାଜିବ ବଂଶୀ। ପଥ ଦୁର୍ଯୋଧନ ବାରମ୍ବାର କହୁଛୁ ଆମେ ଚାରୋଜ ସନ୍ତାନ। ମା ଜନନୀ ମଥାରେ ଦେଲୁ ଲାଞ୍ଛନା କଳଙ୍କ। ଆରେ ଭୀମ ଆରେ ବୃଥାଟାରେ କାହିଁ ହେଉଛୁ ବିରକ୍ତ? ଭାଇ ଭାଇ ଖେଳ ମଧ୍ୟରେ କଳି ତ ହୁଏ ନିଶ୍ଚୟ, କିନ୍ତୁ ଏସବୁ ଭୁଲିଯା ରେ ଭାଇ, ଏସବୁ ଭୁଲିଯା। ଭାଇ ଠିକ କଥା କହିଛନ୍ତି। ଆରେ ତୁ ପାଣ୍ଡବ ମାନଙ୍କ ସହିତ ଆମର ଅଛି ମଧୁର ସମ୍ପର୍କ। ଯେତେ ହେଲେ ତମେ ପରା ଆମ ଭାଇ। ଆରେ ଭୀମ ଯାହା ହେଲେ ତୁମ୍ଭେ ପରା ଆମ କାକାଙ୍କର ପୁତ୍ର, ଆମ୍ଭ ରକ୍ତର ସମ୍ପର୍କ। ସେ ସବୁ ଭୁଲିଯା ରେ ଭାଇ, ସେ ସବୁ ଭୁଲିଯା।
ভীম আজি হঠাৎ পরিবর্তন ଏହା ସ୍ୱପ୍ନ ନା ବାସ୍ତବତା ମୁଁ ନିଶ୍ଚିତ ନା ଜାଗ୍ରତ ଆରେ ଭାଇ ଭାଇ ମଧ୍ୟରେ କନ୍ଦଳ ତ ସଦାସର୍ବଦା ଲାଗିଥାଏ କିନ୍ତୁ ତାକୁ ଅନ୍ତର ଭିତରେ ବାନ୍ଧି ରଖିବାଟା ନୁହେଁ ଧର୍ମର ପରିଚୟ ଏ ଭୀମ ମୋ କଥା ମାନ ଏହା ହେଉଛି ଏ ମହାମାନୀ ମାନବ ଗୋବିନ୍ଦର ସତ୍ୟ କଥା ଯାହା ହେଲେ ତୁମେ ମାନେ ଆମ ରକ୍ତର ସମ୍ପର୍କ ଭାଇ ଭୀମ ଆରେ ମୋ କଥା ମାନ ଭୀମ ଯେତେବେଳେ ପରା ଆମେ ଭାଇ ଚାଲ ଭାଇ ଆଜି ଯେତେବେଳେ ଆସିଛୁ ଆମେ ସାଙ୍ଗ ହୋଇ କିଛି କରିବା ଭୋଜନ ହଁ ହଁ ଭୀମ ଆରେ ମୋ କଥା ମାନ ଆରେ ଠିକ କଥା ଆସ ଆସ ଭୀମସେନ ଆଜି ସାଥୀ ହୋଇ ତିନି ଭାଇ ବସି କରିବା ଭୋଜନ ବସ ବସ ଆରେ କେ ଅଛରେ ମାତାଙ୍କୁ କୁହ କିଛି ଖାଇବାକୁ ଦେବେ ଏତେ ଦିନ ପରେ ବାରୁଣେ କଟକକୁ ଭାଇ ଭୀମ ଆସିଛି ପରା ମାତାଙ୍କୁ କୁହ କିଛି ଖାଇବାକୁ ଦେବେ ଆସିଗଲି ବାବା ଦୁର୍ଯୋଧନ ଡାକଟା ଯେମିତି ମାତା ଶୁଣିଛନ୍ତି ସାଙ୍ଗେ ସାଙ୍ଗେ ପରା ମୋ ହାତରେ ପଠେଇଛନ୍ତି ଖାଇବା ପାଇଁ ଲଡୁ ଭାଇ ଭୀମ ଆସିଛି ତ ଆରେ ଏଇ ପରା ଭାଇ ଭୀମ ଆସିଛି ହଁ ଭୀମ ହଁ ଏଇଠି ବସିଛି ସେଥିପାଇଁ କିଛି ଖାଦ୍ୟ ମଗାଇଲି ହଁ ଭଲ 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 ବହୁତ ଦିନ ହେଲା ଦେଖିନଥିଲି ହଉ ହଉ ବାବା ମାନେ ତମେ ଏଠାରେ ବସ ମୁଁ ତମକୁ ଖାଦ୍ୟ ଭାଗ ବାଣ୍ଟିକିରି ଖାଇବାକୁ ଦେବି ଅବଶ୍ୟ ପ୍ରଚନ ହେଲା ବସିଯାଅ ତମକୁ ମୁଁ ଖାଇବାକୁ ଦେବି ଭାଗ ବାଣ୍ଟିକି ଆରେ ଧର ଧର ଲଡୁ ଦେଇଛନ୍ତି ତୁମ ପାଇଁ ଧର ଧର ଲଡୁ ଦେଇଛନ୍ତି ତୁମ ପାଇଁ মন দুঃখ হেব তাক কলে তুমি কেহি দেবতী না হো ভাই আনন্দ কর ভোজন নীতি পড়ি পবন আনন্দ কর ভোজন নীতি পড়ি পবন ঢাকি আনিছিলে কানা ঢাকি আনিছিলে তুম পাই চাঁদানি মা খাই খাই ভাই ভাই সম্মিলন আজ গোটে শুভ দিন ভাই ভাই সম্মিলন আজ গোটে শুভ দিন প্রাণ বসি হস খাও খাও মতে তুমি চাহিকি মুন্ডটা কেটে ভীমসেন রাজপতি দুর্যোধন ବିରକ୍ତ ହୋଇ ଧାଇଁ ଆସିଥିଲୁ ତ ତେଣୁକରି ମୁଣ୍ଡଟା ଘୁରେଇ ଦେବୁ କିଛି ସମୟ କର ବିଶ୍ରାମ ନିଶ୍ଚୟ ଲାଗିବ ତତେ বাবা দুর্যোধন দুর্যোধন রে দুর্যোধন রে বাবা নিশাটা ঘাড়ি নিশ্চয় আরে তাকে টিকে শুয়াই দিও রে বাবা
ମହାବଳୀ ଭୀମଟା ବିନା ଯୁଦ୍ଧରେ ମରିଗଲା। ଦୁର୍ଯୋଧନରେ ଆରେ ବାବା এইটা পরা রাজনীতির ধর্ম। খেলি যাও দুঃসা ধরিন সহসা ভসাই বুনতি জলে খেলি যাও দুঃসা ধরিন সহসা ভসাই বুনতি জলে মরিবা আউ নথরিব হস্তিনা কটক বেলে হেরা পুরিলা তার আরে বল দম্ভ ধরি মাররে হেরা পুরিলা তার যাউছি মু ভাই চিন্তা করো না নদীরে দেখি বসাই যাউছি মু ভাই চিন্তা করো না নদীরে দেখি বসাই ঝড়ে ভাসি জীব কেহি ন দেখিব লাখ জীবন দেখাই ঠিক বেড়কু চাহি শক্তি সুখ নেই শক্তি ভাই ঠিক বেড়কু চাহি পাণ্ডবা হেব পাণ্ডবা নন্দ ভণ্ড কান্দে আরে রে পাণ্ডবা হেব পাণ্ডবা নন্দ ভণ্ড কান্দে মোর মারিবি সকলে রাজ্য নবী বলে মারিবি সকলে রাজ্য নবী বলে সুন্দর জীব সরল আছে ক্ষত্রিয় মারা আছে কণ্ঠক জীব সরল আছে ক্ষত্রিয় মারা ভাই ଆପଣ ଠିକ କଥା କହିଛନ୍ତି ଭାଇ। এই ভীমটাକୁ ନେଇ ଫିଙ୍ଗି ଦେବି ଗଭୀର ନଦୀର ଜଳରେ। ଆଉ ନିଶ୍ଚୟ ଭାଇ ନିଶ୍ଚୟ ଭୀମଟା ରବର ଗନ୍ଧ ହୋଇବ ଆହାର। ଯାଉଛି ଭାଇ। ପଣ୍ଡା বাবা ସେ ଚାର ଛ ପାଣ୍ଡବ ମଧ୍ୟରୁ ମରିଛି ଗୋଟାଏ ଆଉ ତାପରେ କପଟ ଚକ୍ରାନ୍ତ କରି ମାରିବା ଅନ୍ୟ ଚତୁର୍ଭ୍ରାତି କାରଣ ମୁଁ ହେବି ମହାମାନି ମାନ ଗୋବିନ୍ଦ চক্রবর্তী রাজা দুর্যোধন ଆଉ ସେ ବଞ୍ଚିବ? ସେ ଗଭୀର ବଣ୍ଡରେ ତାକୁ ମାଛ ମାନେ ଖାଇସାରିବେ। ଆଉ ସେ ବଞ୍ଚିବ ନା ଫେରିବ? ଆମ ଜାତି ଶ୍ରେଷ୍ଠ ବ୍ରାହ୍ମଣଟି ବ୍ରାହ୍ମଣ ହେଇକି ମହାପାପ ଅର୍ଜନ କଲି। ସେ ବ୍ରାହ୍ମଣ ହେଇକି ପୁଣି ମୁଁ ଖାଦ୍ୟରେ ଦେଲି ବିଷ? ନାଇଁ ରେ ବାବା, ପାତକ ଲାଗିଲା ନିଶ୍ଚୟ। ହଉ ଲାଗୁ। ନାରାୟଣଙ୍କ ନାଁ ନେଇ ଗଙ୍ଗା ପାଣି ତୋଳାଏ ଛିଞ୍ଚି ହୋଇ ପଡିଲେ ପାପ ତା ବୋପା
ପାଖ ବସିବନି ନଇଲେ ମୁଁ ପୁରଚନ ପଣ୍ଡା ଛାଡ଼ିଦେବି କି ଯଦି କାଢ ନ ପାଇଲା ସିଧା ଟେକି ଦେବି ଫେଲି ଦେବି